ଏଠାରେ କେହି କାହାର ନୁହନ୍ତି। ଯଦି ତୁମେ ଏହି ଦୁନିଆର ରାସ୍ତାରେ ଚାଲିବାକୁ ଚାହୁଁଛ, ତେବେ ପଥର ଭଳି ହୃଦୟ ରଖ। ଯଦି ତୁମର ମହମ ଭଳି ହୃଦୟ ଅଛି, ତେବେ ସମସ୍ତେ ତୁମକୁ ଜାଳିଦେବେ। ଶବ୍ଦ ମୂଲ୍ୟବାନ। କହିବା ପୂର୍ବରୁ ଭଲ ଭାବରେ ଚିନ୍ତା କର। ସମୟ ଏବଂ ବ୍ୟକ୍ତି ଉଭୟ ଠିକ ଥିବା ସମୟରେ ହିଁ ତୁମର ମୁହଁ ଖୋଲ। ଜୀବନର ସବୁଠାରୁ କଷ୍ଟକର କାମ ହେଉଛି ଜଣେ ବ୍ୟକ୍ତିଙ୍କୁ ବୁଝିବା। ତେଣୁ ଯେତେବେଳେ ତୁମେ କିଛି ବୁଝିପାରୁନାହଁ, ଚୁପ୍ ବସି ନିଜକୁ ବୁଝାଅ। କେବେ ବି ଦୁର୍ବଳ ଏବଂ ଶକ୍ତିଶାଳୀଙ୍କ ତୁଳନା କର ନାହିଁ। କାରଣ ଖଣ୍ଡା ବହୁ ଶକ୍ତିଶାଳୀ ତଥାପି ଏହା କାଟିଦିଏ ଏବଂ ଛୁଞ୍ଚି ବହୁତ ଦୁର୍ବଳ ତଥାପି ଏହା ଯୋଡ଼ିଦିଏ। କୌଣସି ଦିନ ପାଗ ବଦଳିଯିବ ଏବଂ ସଫଳତା ତୁମର ପାଦକୁ ଚୁମ୍ବନ କରିବ। ତେଣୁ ପରିଶ୍ରମ ଜାରି ରଖ ବନ୍ଧୁ। କଠିନ ପରିଶ୍ରମ କେବେ ବ୍ୟର୍ଥ ଯାଏ ନାହିଁ। ସବୁକିଛି ହରାଇବା ପରେ ମଧ୍ୟ ଯଦି ତୁମର କିଛି କରିବାର ଆଗ୍ରହ ଅଛି, ତେବେ ବୁଝିଯାଅ ଯେ ତୁମେ କିଛି ହରାଇ ନାହଁ। ଜୀବନ କେବେ ୱାରେଣ୍ଟି କିମ୍ବା ଗ୍ୟାରେଣ୍ଟି ସହିତ ଆସିନଥାଏ, କିନ୍ତୁ ଏହାକୁ ସଫଳତାରେ ପରିଣତ କରିବାର ସମ୍ଭାବନା ଏବଂ ସୁଯୋଗ ପ୍ରଦାନ କରେ। ଲୋକମାନେ କୁହନ୍ତି ଯେ ଆମକୁ ସମୟ ସହିତ ଆଗକୁ ବଢ଼ିବା ଉଚିତ। ଯଦି ଆମର ମନୋବଳ ଉଚ୍ଚ ଥାଏ, ତେବେ ସମୟ ଆମକୁ ଅନୁସରଣ କରିବ। ଆଜିକାଲି ସମ୍ପର୍କ ସୂର୍ଯ୍ୟମୁଖୀ ଫୁଲ ପରି। ସେମାନେ ସେହି ଦିଗକୁ ମୁହାଁଇଥାନ୍ତି ଯାହା ସେମାନଙ୍କୁ ସବୁଠାରୁ ଅଧିକ ଲାଭ ଦିଏ। କେବେ ବି ଏପରି ବ୍ୟକ୍ତିଙ୍କୁ ମିଛ କୁହନ୍ତୁ ନାହିଁ ଯିଏ ଆପଣଙ୍କୁ ଏତେ ବିଶ୍ୱାସ କରେ ଯେ ସେ ଆପଣଙ୍କ ମିଛକୁ ମଧ୍ୟ ବିଶ୍ୱାସ କରିବ। ଯେତେବେଳେ ଆପଣ ଆପଣଙ୍କ ଗନ୍ତବ୍ୟସ୍ଥଳ ପାଇଁ ବାହାରିଛନ୍ତି, ତେବେ ଆପଣଙ୍କ ପଥ ବଦଳାନ୍ତୁ ନାହିଁ। କାରଣ ଯଦି ଆପଣ ଫୁଲ ଉପରେ ଚାଲିବାକୁ ଚାହାନ୍ତି, ତେବେ ଆପଣଙ୍କୁ କଣ୍ଟାଗୁଡ଼ିକ ସେମାନଙ୍କର ସ୍ଥାନ ଦେଖାଇବାକୁ ପଡ଼ିବ। ସହଜ ପଥ ସହଜ ହୋଇଥାଏ, କିନ୍ତୁ ସେଗୁଡ଼ିକ କୌଣସି ଗନ୍ତବ୍ୟସ୍ଥଳକୁ ନେଇଯାଏ ନାହିଁ। କଷ୍ଟକର ପଥ କଷ୍ଟକର ହୋଇଥାଇପାରେ, କିନ୍ତୁ ସେଗୁଡ଼ିକ ନିଶ୍ଚିତ ଭାବରେ ଗନ୍ତବ୍ୟସ୍ଥଳକୁ ନେଇଯାଏ। ଅହଙ୍କାର ଜଣେ ଭଲ ବ୍ୟକ୍ତିକୁ ମଧ୍ୟ ଶୈତାନରେ ପରିଣତ କରିପାରେ। ସମାନ ନମ୍ରତା ଜଣେ ସାଧାରଣ ବ୍ୟକ୍ତିଙ୍କୁ ଦେବତାରେ ପରିଣତ କରିପାରେ। ସମୟ ଏବଂ ଶବ୍ଦକୁ ବୁଦ୍ଧିମାନ ଭାବରେ ବ୍ୟବହାର କରନ୍ତୁ। ଯେପରି କୁହାଯାଇଥିବା ଶବ୍ଦଗୁଡ଼ିକୁ ପୁଣି ବଦଳାଇ ଯାଇପାରିବ ନାହିଁ। ଥରେ କୁହାଯାଇଥିବା ସମୟ ପୁଣି ମିଳିପାରିବ ନାହିଁ। ଏହା ତିକ୍ତ କିନ୍ତୁ ସତ୍ୟ। ଲୋକମାନେ କୁହନ୍ତି ଯେ ଆପଣ ସଂଘର୍ଷ କରୁଛନ୍ତି। ଆମେ ଆପଣଙ୍କ ସହିତ ଅଛୁ। ଯଦି ଲୋକମାନେ ତୁମ ସହିତ ଥାନ୍ତେ, ତେବେ ସଂଘର୍ଷର କୌଣସି ଆବଶ୍ୟକତା ନଥାନ୍ତା। ଆଶା କରୁଛି ମୋର ଏହି ଛୋଟିଆ ଭିଡ଼ିଓଟି ଆପଣମାନଙ୍କୁ ପସନ୍ଦ ଆସିବ। ଯଦି ପସନ୍ଦ ଆସିଥାଏ, ତେବେ ପ୍ଲିଜ୍ ଆମ ଚ୍ୟାନେଲକୁ ଲାଇକ୍, ସେୟାର, କମେଣ୍ଟ ଏଣ୍ଡ ସବସ୍କ୍ରାଇବ୍ ନିହାତି କରନ୍ତୁ। ରହୁଛି। ଧନ୍ୟବାଦ। ନମସ୍କାର। ଜୟ ଜଗନ୍ନାଥ।